ସମସ୍ତଙ୍କୁ ଓଡ଼ିଆ ହିଣ୍ଟସ୍ ତରଫରୁ ସ୍ୱାଗତ। ଆମେ ସମସ୍ତେ ଜାଣିଛେ ଯେ ଓଡ଼ିଶା ସରକାରଙ୍କର ଯେଉଁ ସୁଭଦ୍ରା ଯୋଜନା ରହିଛି ତାର ଚତୁର୍ଥ କିସ୍ତି ସରକାର ବାଣ୍ଟିବା ଶେଷ କରିସାରିଛନ୍ତି। କିନ୍ତୁ ଯେତେବେଳେ ପ୍ରଥମ କିସ୍ତି ଦେଇଥିଲେ ସେହି ପ୍ରଥମ କିସ୍ତି ପରେ ହିଁ ଛଟେଇ ଆରମ୍ଭ ହୋଇଥିଲା ଏବଂ ଅନେକ ଅଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିଥିଲେ। ଅନେକ ହିତାଧିକାରୀ ଯୋଗ୍ୟତା ମାନଦଣ୍ଡ ଭିତରେ ଥାଇ ମଧ୍ୟ ସୁଭଦ୍ରା ପାଉନାହାନ୍ତି ଏବଂ ଅନେକ ହିତାଧିକାରୀ ଯୋଗ୍ୟତା ବାହାରେ ଥାଇକି ବି ସେମାନେ ସୁଭଦ୍ରା ଟଙ୍କା ପାଉଛନ୍ତି। ତେଣୁକରି ସରକାର ତା'ର ଛଟେଇ ଆରମ୍ଭ କରିଥିଲେ ଏବଂ ସେ ଛଟେଇରେ ଅନେକ ହିତାଧିକାରୀ ବାଦ୍ ପଡ଼ିଥିଲେ। କିନ୍ତୁ ଏବେ ଯେଉଁ ଚତୁର୍ଥ କିସ୍ତି ଦେଇସାରିଛନ୍ତି, ଚତୁର୍ଥ କିସ୍ତି ପରେ ସରକାର କ'ଣ କରିଛନ୍ତି ଯେ ଗୋଟେ ଲିଷ୍ଟ ବାହାର କରିଛନ୍ତି, ସମସ୍ତ ହିତାଧିକାରୀଙ୍କର ଲିଷ୍ଟ ବାହାର କରିଛନ୍ତି। ସେହି ଲିଷ୍ଟ ଅନୁସାରେ ଯାଞ୍ଚ ହେବ ଏବଂ ଅନେକ ମହିଳା ଏଥିରୁ ବାଦ୍ ପଡ଼ିବେ। ତ କେଉଁମାନେ ବାଦ୍ ପଡ଼ିବେ ଦେଖନ୍ତୁ, ଯେଉଁମାନେ 60 ବର୍ଷ ଭିତରେ ଡେଥ୍ କରିଯାଇଛନ୍ତି ବା ତାଙ୍କର ମୃତ୍ୟୁ ହୋଇଯାଇଛି, ସେମାନଙ୍କର ଲିଷ୍ଟ କଟି ନାହିଁ। ତେଣୁକରି ସେଇଟା ଅଙ୍ଗନବାଡ଼ିମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଅଙ୍ଗନବାଡ଼ି ଦିଦିମାନେ ଘର ଘର ବୁଲି ତା'ର ଯାଞ୍ଚ କରିବେ, ଡେଥ୍ ରିପୋର୍ଟ ଦେବେ ଏବଂ ତାକୁ ଲିଷ୍ଟରୁ ନାଁ ହଟେଇବେ। ଏବଂ ତାପରେ ଅନେକ ଝିଅ ଯେଉଁମାନଙ୍କର 18 ବର୍ଷରୁ ଉର୍ଦ୍ଧ୍ୱ ହୋଇଯାଇଛି, ସେମାନେ କେଉଁଠି ନା କେଉଁଠି ସରକାରୀ କ୍ଷେତ୍ରରେ ଏନଗେଜ୍ ହୋଇଯାଇଛନ୍ତି, ସରକାରୀ ଚାକିରି ପାଇଯାଇଛନ୍ତି, ସେମାନଙ୍କର ଲିଷ୍ଟ ବି କଟି ନାହିଁ କେତେକ କ୍ଷେତ୍ରରେ। ତ ସେମାନଙ୍କର ମଧ୍ୟ ଯାଞ୍ଚ କରାଯାଇକି ସେମାନଙ୍କୁ ମଧ୍ୟ ଲିଷ୍ଟରୁ ହଟାଯିବ। ତେଣୁକରି ମହିଳା ଓ ଶିଶୁ ବିକାଶ ବିଭାଗ ଏକ ଲିଷ୍ଟ ଜାହିର କରିଛି ବା ଯେଉଁଟା ଆପ୍ଲାଏ କରିଥିଲେ ଆପ୍ଲାଏ ଅନୁସାରେ ସେଇ ଲିଷ୍ଟ ମଧ୍ୟ ଆସିଛି। ଯେଉଁମାନେ ଅଯୋଗ୍ୟ ହେବେ ସେମାନଙ୍କୁ ଲିଷ୍ଟରୁ ବାଦ୍ ଦିଆଯିବ। ସରକାରଙ୍କର ଆଉ ଏକ ଏମିତି ନିୟମ ରହିଛି ଯେଉଁ ନିୟମରେ ମହିଳାମାନେ ସୁଭଦ୍ରା ପାଇବାରୁ ବଞ୍ଚିତ ହେବେ ଏବଂ ହଇରାଣ ମଧ୍ୟ ହେବେ। ତେଣୁକରି ସେଇଟା କ'ଣ ରହିଛି, କେମିତି ତା'ର ସମାଧାନ ହେବ, ନେକ୍ସଟ ଭିଡ଼ିଓରେ ମୁଁ ତୁମମାନଙ୍କୁ ଜଣାଇବି। ତେଣୁକରି ଯଦି ନୂଆ ହେଇ ଆସିଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ନେକ୍ସଟ ଭିଡ଼ିଓ ଆପଣମାନଙ୍କ ପାଖକୁ ଶୀଘ୍ର ଆସିବ ଏବଂ ଆପଣ ଜାଣିପାରିବେ।